ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ପବିତ୍ର ଦିନରେ ଆସନ୍ତୁ ନିର୍ଜଳା ଏକାଦଶୀ ବିଷୟରେ କିଛି ଜାଣିବା। ଚଳିତ ଜୁନ ମାସ 25 ତାରିଖ ଗୁରୁବାର ଦିନ ଏହି ଦୁର୍ଲଭ ପବିତ୍ର ଦିନରେ ନିର୍ଜଳା ଏକାଦଶୀ ସହ ରୁକ୍ମିଣୀ ବିବାହ ଓ ଶ୍ରୀ ଲକ୍ଷ୍ମୀନାରାୟଣ ବ୍ରତ ମଧ୍ୟ ପଡିଛି। ଏହି ଦୁଇଟି ସମ୍ପୂର୍ଣ୍ଣ ଭିଡିଓ ମଧ୍ୟ ଚ୍ୟାନେଲରେ ଉପଲବ୍ଧ ଅଛି। ମିସ୍ ଏହାକୁ ନ କରିବା ପାଇଁ ତୁରନ୍ତ ସବସ୍କ୍ରାଇବ କରନ୍ତୁ। ନିର୍ଜଳା ଏକାଦଶୀ ଅଥବା ଭୀମସେନୀ ଏକାଦଶୀ। ନିର୍ଜଳା ଏକାଦଶୀ ବ୍ରତ ଗୁରୁବାର 25 ଜୁନ ଗୁରୁବାର ଦିନ ପାଳନ କରାଯିବ। ତିଥି ପାରାୟଣ ଏବଂ ସମୟ। ଏକାଦଶୀ ତିଥି ଆରମ୍ଭ 24 ଜୁନ 2024 ମସିହା ସନ୍ଧ୍ୟା 6:12 ଏକାଦଶୀ ତିଥି ସମାପ୍ତ ହେବ ତହିଁ ପରଦିନ ଅର୍ଥାତ 25 ଗୁରୁବାର ଜୁନ ମାସ 2024 ରାତି 8:09। ପାରଣ ସମୟ 26 ଜୁନ ଶୁକ୍ରବାର ଦିନ 2024 ପ୍ରଭାତ 5:25 ରୁ 8:13 ପର୍ଯ୍ୟନ୍ତ। ନିର୍ଜଳା ଏକାଦଶୀ ହିନ୍ଦୁ ଧର୍ମର ସବୁଠୁ ବଡ଼ ପବିତ୍ର ଏବଂ ମହତ୍ୱପୂର୍ଣ୍ଣ ଏକାଦଶୀ ମଧ୍ୟରୁ ଅନ୍ୟତମ ଅଟେ। ଏହି ଦିନ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଭକ୍ତମାନେ ସୂର୍ଯ୍ୟୋଦୟରୁ ଆରମ୍ଭ କରି ପରବର୍ତ୍ତୀ ଦିନ ଦ୍ୱାଦଶୀ ପାରାୟଣ ପର୍ଯ୍ୟନ୍ତ ବ୍ରତ ପାଳନ କରି ଶ୍ରୀହରିଙ୍କ କୃପା ଲାଭ କରନ୍ତି। ଏହି ବ୍ରତର ବିଶେଷତା ହେଉଛି ଅନ୍ନ ଜଳ ଗ୍ରହଣ ନ କରିବା, ସେଥିପାଇଁ ଏହାକୁ ନିର୍ଜଳା ଏକାଦଶୀ କୁହାଯାଇଥାଏ। ଏହାର ମହତ୍ୱ ଜାଣନ୍ତୁ। ବର୍ଷର 24ଟି ଏକାଦଶୀ ମଧ୍ୟରୁ ନିର୍ଜଳା ଏକାଦଶୀର ମହତ୍ୱ ଅତ୍ୟନ୍ତ ଅଧିକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ। ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହାକୁ ପାଳନ କରାଯାଏ। ନିର୍ଜଳାର ଅର୍ଥ ହେଉଛି ଜଳ ବିନା ବ୍ରତ କରିବା। ଭକ୍ତମାନେ ଏହି ଦିନ କିଛି ଖାଦ୍ୟ ଏବଂ ଜଳ ତ୍ୟାଗ କରି ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତି। ଏହି ବ୍ରତ ପାଳନ କଲେ ସମସ୍ତ ଏକାଦଶୀର ବ୍ରତର ଫଳ ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ପୂଜା ବିଧି। ବ୍ରହ୍ମ ମୁହୂର୍ତ୍ତରେ ଉଠି ସକାଳୁ ସ୍ନାନ କରନ୍ତୁ। ସୂର୍ଯ୍ୟଦେବଙ୍କୁ ତାପରେ ଅର୍ଘ୍ୟ ପ୍ରଦାନ କରନ୍ତୁ। ଭଗବାନ ଶ୍ରୀ ବିଷ୍ଣୁଙ୍କର ମୂର୍ତ୍ତି କିମ୍ବା ଚିତ୍ର ସ୍ଥାପନ କରନ୍ତୁ। ଘିଅର ଏକ ପ୍ରଦୀପ ଜାଳି ଭଗବାନଙ୍କୁ ଆବାହନ କରନ୍ତୁ। ତୁଳସୀ ପତ୍ର, ଫୁଲମାଳା, ଚନ୍ଦନ ଇତ୍ୟାଦି ଅର୍ପଣ କରନ୍ତୁ। ଘରେ ପ୍ରସ୍ତୁତ ମିଠା ଭୋଗ ଲଗାଇ ପାରିବେ। ବିଷ୍ଣୁ ମନ୍ତ୍ର ଜପ, ବିଷ୍ଣୁ ସହସ୍ର ନାମ ମନ୍ତ୍ର ଜପ, ଭଜନ କୀର୍ତ୍ତନ ଆଦି କରନ୍ତୁ। ତହିଁ ପରଦିନ ଅର୍ଥାତ ଦ୍ୱାଦଶୀ ତିଥିରେ ନିର୍ଦ୍ଧାରିତ ପାରଣ ସମୟରେ ବ୍ରତ ଭଙ୍ଗ କରନ୍ତୁ। ବ୍ରତ ଭଙ୍ଗ କରିବାର ସମୟ ହେଉଛି ସକାଳ 5:25 ରୁ ସକାଳ 8:13 ପର୍ଯ୍ୟନ୍ତ। ପବିତ୍ର ମନ୍ତ୍ର ଓಂ ନମୋ ଭଗବତେ ବାସୁଦେବାୟ ନମଃ। ଦ୍ୱିତୀୟ ମନ୍ତ୍ର ଅଚ୍ୟୁତମ କେଶବମ ଶ୍ରୀକୃଷ୍ଣ ଦାମୋଦରମ ଭୀମ ନାରାୟଣମ जानकी बल्लभम। तृतीय मंत्र राम राम रामेति रमे रामे मनोरमे सहस्रनाम तत्तुल्यम राम नाम वरानने। यार अर्थ जे सुंदर मुख विशिष्ट राम नाम जप एते पवित्र जे विष्णु सहस्र नाम पाठ समान फल यह प्रदान करे। हरे राम 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 हरे 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 कृष्ण 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 हरे हरे। निर्जला एकादशी रे विष्णु संबंधी ग्रंथ पाठ कौन करवा उचित? निर्जला एकादशी दिन भक्त माने भगवान श्री विष्णुकर महिमा वर्णन करुवा ग्रंथ पाठ करि परिबे। भगवत गीता, विष्णु पुराण, विष्णु सहस्र नाम एवं रामायण अत्यंत लोकप्रिय अटे। यही ग्रंथ गुटी पाठ कले भगवान गुण, आदर्श एवं शिक्षा विषय गभीर ज्ञान तत्व लाभ होता है। परिवार सहित यह ग्रंथ पाठ एवं आलोचना करने द्वारा आध्यात्मिक परिवेश बेस सुदृढ़ हो निजर मनस्कामना परिपूर्ण होता है। निर्जला एकादशी किपरि पालन करिवे आसंतु जानिबा। पारंपरिक भाव में खाद्य एवं जल बिना व्रत पालन करा जाए। तथापि वृद्ध, गर्भवती महिला, शिशु, रोगी व्यक्ति माने निज शारीरिक स्थिति अनुसार व्रत पालन करिपरिबे। भगवान विष्णु बाह्य कठोरता अपेक्षा भक्ति सत्यता को अधिक मूल्य दे। तेणु जो मैंने निर्जला व्रत पालन कर श्रद्धा भक्ति सहित पूजा, नाम जप एवं भगवान को स्मरण करें। भीमसेनी एकादशी विषय आसतु जानिबा। ए वर्णित कथा समस्त एकादशी मध्य निर्जला एकादशी सबुठारु कठोर व्रत भाव परिचित अटे। यह भीमसेनी एकादशी कहुए। महाभारत पांडव मान मध्य भीम अत्यंत बलशाली थिले।
ତାଙ୍କର ଲୋକ ବହୁତ ଅଧିକ ଥିବାରୁ ସେ ସମସ୍ତ ଏକାଦଶୀ ବ୍ରତ ପାଳନ କରିପାରୁନଥିଲେ। ଯେଉଁଠାରେ ତାଙ୍କର ଭାଇମାନେ ଓ ମାତା କୁନ୍ତି ନିୟମିତ ଭାବେ ଏକାଦଶୀ ପାଳନ କରୁଥିଲେ, ସେଠାରେ ଭୀମଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟଦାୟକ ଥିଲା। ଭୀମ ଏହାର ସମାଧାନ ପାଇଁ ଦିନେ ମହର୍ଷି ବ୍ୟାସଙ୍କ ନିକଟକୁ ଗଲେ। ସେ ଆଧ୍ୟାତ୍ମିକ ଫଳ ପାଇବାକୁ ଚାହୁଁଥିଲେ, କିନ୍ତୁ ବାରମ୍ବାର ଉପବାସ କରିବା ପାଇଁ ତାଙ୍କ ପାଇଁ ସମ୍ଭବ ହେଉନଥିଲା। ମହର୍ଷି ବ୍ୟାସ ତାଙ୍କୁ ପରାମର୍ଶ ଦେଲେ ଯେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ନିର୍ଜଳା ବ୍ରତ ପାଳନ କରନ୍ତୁ ଏବଂ ସୂର୍ଯ୍ୟୋଦୟରୁ ତହିଁ ପରଦିନ ପର୍ଯ୍ୟନ୍ତ ଖାଦ୍ୟ ଓ ଜଳ ସମ୍ପୂର୍ଣ୍ଣ ତ୍ୟାଗ କରନ୍ତୁ। ଭୀମ ମହର୍ଷିଙ୍କ ଆଦେଶକୁ ଭକ୍ତି ଭାବରେ ପାଳନ କଲେ ଏବଂ ଅତ୍ୟନ୍ତ ପୁଣ୍ୟ ଲାଭ କଲେ। ସେଇ ଦିନଠାରୁ ଏହି ବ୍ରତ ଭୀମସେନୀ ଏକାଦଶୀ ନାମରେ ମଧ୍ୟ ପ୍ରସିଦ୍ଧ ହେଲା। ନିର୍ଜଳା ଏକାଦଶୀ କେବଳ ଏକ ବ୍ରତ ନୁହେଁ, ବରଂ ଆତ୍ମଶୁଦ୍ଧି, ଭକ୍ତି, ଆଧ୍ୟାତ୍ମିକ ଉନ୍ନତିର ଏକ ପବିତ୍ର ସାଧନ। ଭୀମସେନୀ ଏକାଦଶୀ ଆମକୁ ଶିକ୍ଷା ଦିଆଯାଏ ଯେ ସତ୍ୟ, ଭକ୍ତି ଓ ନିଷ୍ଠା ସହିତ କରାଯାଇଥିବା ଛୋଟ ଉଦ୍ୟମ ମଧ୍ୟ ଭଗବାନଙ୍କର କୃପା ଲାଭ ହୋଇଥାଏ। ନିର୍ଜଳା ଏକାଦଶୀ କେବଳ ଖାଦ୍ୟ ଏବଂ ଜଳର ତ୍ୟାଗର ବ୍ରତ ନୁହେଁ, ଏହା ଆତ୍ମନିୟନ୍ତ୍ରଣ, ଇନ୍ଦ୍ରିୟ ସଂଯମର ଏକ ମହାନ ସାଧନା ଅଟେ। ଆମ ଜୀବନରେ ଅନେକ ଇଚ୍ଛା, ଆକାଂକ୍ଷା ଓ ମୋହ ଆମକୁ ଈଶ୍ୱରଙ୍କ ଠାରୁ ଦୂରେଇ ନେଇଥାଏ। ନିର୍ଜଳା ଏକାଦଶୀ ଆମକୁ ଶିକ୍ଷା ଦିଆଯାଏ ଯେ କିଛି ସମୟ ପାଇଁ ନିଜ ଇଚ୍ଛାକୁ ନିୟନ୍ତ୍ରଣ କରି ଭଗବାନଙ୍କର ସ୍ମରଣ କରିବା ଉଚିତ। ଏହି ଦିନ ଦାନ ଧର୍ମର ମଧ୍ୟ ବିଶେଷ ମହତ୍ଵ ରହିଛି। ଜଳଭରା କଳସ, ଛତା, ବସ୍ତ୍ର, ଫଳ, ଅନ୍ନ, ବର୍ଣ୍ଣ, ରୌପ୍ୟ ଏସବୁ ଜିନିଷକୁ ଦାନ କଲେ ଅତ୍ୟନ୍ତ ପୁଣ୍ୟ ଲାଭ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଗ୍ରୀଷ୍ମ ଋତୁରେ ତୃଷାର୍ତ ଲୋକଙ୍କୁ ପାଣି ପିଆଇବା ମଧ୍ୟ ଏହି ଦିନର ଏକ ମହାନ ସେବା ବୋଲି ଏହାକୁ ମନା ଯାଇଥାଏ। ନିର୍ଜଳା ଏକାଦଶୀ ଆମକୁ ଏହା ମଧ୍ୟ ସ୍ମରଣ କରାଯାଏ, ଜୀବନରେ ଯଦି ଆମେ କିଛି ପାଇଛୁ ତେବେ ତାହା ସବୁ ଭଗବାନଙ୍କର ଅନୁକମ୍ପା। ସେଥିପାଇଁ ଏହି ପବିତ୍ର ଦିନରେ ଆମେ କୃତଜ୍ଞତା ସହିତ ଶ୍ରୀହରି ବିଷ୍ଣୁଙ୍କର ନାମ ଜପ କରିବା, ଭଲ କାମ କରିବା, ଅନ୍ୟଙ୍କର ପ୍ରାଣୀଙ୍କର ସେବା କରିବା, ଅନ୍ୟମାନଙ୍କର ସହାୟତା କରିବା ପ୍ରକୃତ ଏକାଦଶୀ ପାଳନ ମହତ୍ଵ ହୋଇଥାଏ। ବ୍ୟକ୍ତି ସଂଯମ, ସେବା ଓ ଏହି ତିନୋଟି ହଉଛି ନିର୍ଜଳା ଏକାଦଶୀ ପ୍ରକୃତ ବାର୍ତ୍ତା ଅଟେ। ଯଦି ମୋର এই ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଦର୍ଶକ ବନ୍ଧୁ, ତେବେ ଦୟାକରି ଏହାକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।